ବଇରେ ସାଜିଲା ବନ୍ଧୁ ଖାଇବାକୁ ଡାକି ନେଇ ସାଙ୍ଗକୁ ମାରିଦେଲେ ସାଙ୍ଗ ମାଡ଼ ମାରି ମାରି ହତ୍ୟା କରିଲେ। ହୋଟେଲରେ ଖାଇବା ପାଇଁ ଘରୁ ଡାକି ନେଇ ସାଙ୍ଗମାନେ ଯୁବକଙ୍କୁ ମାଡ଼ ମାରି ଗୁରୁତର କରିଦେଇଥିଲେ। ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଡେରାବେସ୍ ଥାନା ଅନ୍ତର୍ଗତ ତରଜଙ୍ଗା ଗାଁର ଅମରଜିତ କର। ମୃତ ଅମରଜିତଙ୍କ ମା ଉଷାରାଣୀ କର ଓ ବାପା ଅଭିନ୍ନ କରଙ୍କ ଅଭିଯୋଗ ଅନୁସାରେ ଜୁଲାଇ 29 ତାରିଖ ଦିନ 2ଟାରେ ଅମରଜିତଙ୍କ ସାଙ୍ଗ ମୃତ୍ୟୁଞ୍ଜୟ ଓ ମଣ୍ଟୁ ତାଙ୍କୁ ଫୋନ୍ କରି ଭୋଜି ପାଇଁ ଡାକିଥିଲେ। ସନ୍ଧ୍ୟା 5ଟାରେ ଅମରଜିତଙ୍କର ଦୁର୍ଘଟଣା ହୋଇଯାଇଥିବା ପରିବାର ଲୋକେ ଖବର ପାଇଥିଲେ। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରୁ କଟକ ସ୍ଥାନାନ୍ତର କରାଯାଇଥିଲା। ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅମରଜିତଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ଅପରାହ୍ନରେ ଅମରଜିତଙ୍କର ଦେହାନ୍ତ ହୋଇଯାଇଥିଲା। ତାଙ୍କ ପୁଅକୁ ବିଷ ଦିଆଯିବା ପରେ ମାଡ଼ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 29 ତାରିଖ ବୁଧବାର 3ଟା ବେଳେ କି 2:45 ହବ ଗୋଟେ କଲ୍ ଆସିଲା ଯେ ମୋ ଘରେ ଥିଲା। ମୁଁ ଆସିଥିଲି, ମୁଁ ଭୁବନେଶ୍ୱର ରହେ, ମୁଁ ବି ଏଠି ରହେ ନା। ତାର +3 ଆଡମିସନ କରିବା ପାଇଁ ମୁଁ ଆସିଛି। ମା ପୁଅ ଆମେ ଘର କାମ କରୁଛୁ। ତାକୁ ଫୋନ୍ କଲେ ଯେ ତୁ ଆସେ ଆମେ ଓଲ୍ଡି କାଉଣ୍ଟରକୁ ଯିବା। ସିଏ କହିଲା ମୁଁ ଓଲ୍ଡି କାଉଣ୍ଟରକୁ ଯିବିନି, ନା ପିଇବା ନା ମୁଁ ପିଇବିନି, ମୋ ବୋଉ ଅଛି ମୁଁ ଯିବିନି, ନା ଗାଡ଼ି ନେଇକି ତମ ଦୁଆର ମୁହଁରେ ଲଗେଇବୁ। ଇଏ କହିଲା ନା ଗାଡ଼ି ଆଣ ନା, ମୋ ବୋଉ ପାଟି କରିବ, ତମେ ଯାଅ। ନା ନାଇଁ ଆମେ ଦୋକାନ ପାଖରେ ଗାଡ଼ି ଆଣିକି ଲଗେଇଛୁ, ଆସ। ଇଏ କହିଲା ମୁଁ ଖାଇବି, ନା ଖାଇନି, ନା ନା ନ ଖା, ମୁଁ ଭାଇ ବଢ଼ିଆ ସେ ଖାଇବାକୁ ଦେବ। କାହିଁକି ନା ମୁଁ କହୁଛି ଏ କଥା ଏମିତି ଡିଟେଲ୍ସ ଯେ ମୋ ପାଖରେ କଲ୍ ରେକର୍ଡିଂ ଅଛି। ଏଇ ଯେଉଁ ମୁଁ ଯେଉଁ କଥା ଗୁଡ଼ାକ କହୁଛି ଏଟା ହେଉଛି କଲ୍ ରେକର୍ଡିଂ, ମାନେ ତା କଲ୍ରୁ ମୁଁ ଯାହା ଜାଣିଲି ଯେ ଏ ପିଲା ଏଇଭଳି କରିକି ତାକୁ ଡାକିଛନ୍ତି। ସିଏ ସେଠୁ ଆସିଲା, କହିଲା ନାଇଁ ମୁଁ ମାମା ଆଉ ଯାଉଛି, 5 ମିନିଟ୍ ପାଇଁ ଯିବି ଆସିବି। ମୁଁ କହିଲି କୁଆଡ଼େ ଯାଉଛୁ? ନା ହେଇ ଗଲି ଆସିଲି। ମୁଁ କହିଲି ବୋଧେ ଏଠି କୋଉଠି ଯାଉଛି, ପାଖରେ ଯାଉଛି, ଆସିବ। ମୁଁ ତାକୁ 3:30 ବେଳେ ଫୋନ୍ ଲଗେଇଲି, ଆମେ ପରା ଯିବା ଡେରାବିଶ। ନା ନାଇଁ ଆଉ 5 ମିନିଟ୍ ଡେରି ହେବ। ତାପରେ କଲ୍ କଲି, ଆଉ 5 ମିନିଟ୍ ଡେରି ହେବ। ତାପରେ ଆଉ ପୁଅର ଫୋନ୍ ରିସିଭ୍ କଲା ନାହିଁ। ତାପରେ 5:30 6ଟା ବେଳେ ମୋତେ ଆସି କହିଲେ ଯେ ମଙ୍ଗୁଳିଆର ଆକ୍ସିଡେଣ୍ଟ ହେଇଯାଇଛି, ଆଉ ଛତା ମେଡ଼ିକାଲରେ ଅଛି, ତମେ ଯାଅ। ଡକ୍ଟର ଏସିବି ଡକ୍ଟର ଦେଖିକି ନେଇ ସାଙ୍ଗେ ସାଙ୍ଗେ କହିଲା ତା ବ୍ରେନ୍ ସେଇଠି ଡେଟ୍ ହେଇସାରିଛି। ଫୋନ୍ କରିଥିଲା ମୃତ୍ୟୁଞ୍ଜୟ କର ଆଉ ଗୋଟେ କିଏ ନା ମଣ୍ଟୁ, ଏ 2 ଜଣ ଡାକିକି ନେଇଥିଲେ। ପୂର୍ବ ଶତ୍ରୁତା ବୋଲିକି ମୁଁ କହିପାରିବିନି। ତାପରେ ଡକ୍ଟର ମୋତେ କହିଲେ ଯେ ଇଏ ଆକ୍ସିଡେଣ୍ଟ କେସ୍ ନୁହଁ, କାହିଁକିନା ଆକ୍ସିଡେଣ୍ଟ ହେଲେ ଏତେ ଜୋର ବ୍ରେନ୍ ଇଞ୍ଜୁରି ହେବ ନାହିଁ, ଯେ 70% ବ୍ରେନ୍ ନାହିଁ। ଇଏ ଡ୍ରିଙ୍କସ୍ କରିନି, ତାକୁ ଦିଆହେଇଛି କ'ଣ ନା ଅଣ୍ଡା ଭୁଜିଆ ଯେଉଁ ପୁଚ୍ ନା କ'ଣ, ତା ଦେହରେ କ'ଣ ଦିଆହେଇଛି, ବ୍ରାଉନ୍ ସୁଗାର ଦିଆହେଇଥାଉ, ନଚେତ ଟାବଲେଟ୍ ଦିଆହେଇଥାଉ। ଯେହେତୁ ଇଏ ନ ଜାଣିପାରିବ ଯେମିତି ଏମିତି ଦିଆହେଇଛି। ମୁଁ ଦାବି କରୁଛି ମୋ ପିଲାକୁ ଯେଉଁମାନେ ମାରିଛନ୍ତି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲେ ବି ମୋର କିଛି ଇଏ ନାହିଁ। କାରଣ ଇଏ ମୋର ଗୋଟିଏ ବୋଲି ଛୁଆ, ଆଉ ମୁଁ ଯେଉଁ ଦୁଃଖ କଷ୍ଟରେ ମଣିଷ କରିଛି ସେମାନେ ଏ ଗାଁ ଲୋକ, ମୋ ସାହି ଲୋକ ବି ପ୍ରମାଣ ଦେବେ। କିନ୍ତୁ ଆପଣମାନଙ୍କୁ ମୁଁ ଏତିକି ଅନୁରୋଧ କରୁଛି, କାନି ପତେଇକି ଭିକ ମାଗୁଛି, ମୋତେ ନ୍ୟାୟ ମିଳିବା ଦରକାର। କାରଣ ମୁଁ ଗୋଟେ ମା, ଯେତିକି 7 ଦିନ ହେଲାଣି ଯେଉଁ ଧୈର୍ଯ୍ୟର ସହକାରରେ ରଖିଛି ମୋ ପିଲା ବଞ୍ଚିଯିବ, କିନ୍ତୁ ଆଜି ପିଲା ବଞ୍ଚିଲାନି। ମୁଁ ସେଇ ଡେଡ୍ ବଡି ହିଁ ନେଇକି ଆସିଲି। ମୁଁ ଜାଣିନଥିଲି ଏମିତି ହବ ବୋଲି, କେବେ ବିଶ୍ୱାସ ବି କରିନଥିଲି। କୋଉ ଚଲାଳ ତାକୁ ତା ଗୋଡ଼ ହାତରେ ବାଡ଼େଇଥାନ୍ତା, ତାକୁ ବଞ୍ଚି ଯାଇଥାନ୍ତା। ମୋତେ କହିଲା ଆକ୍ସିଡେଣ୍ଟ ହେଇଛି, କିନ୍ତୁ ଦେଖିଲା ତା ବାପା ମୋତେ କହିଲା ତାକୁ କିଏ ରଡ଼ରେ ବାଡ଼େଇଛନ୍ତି, ଗାଡ଼ି କିଛି ହେଇନି, ମୁଣ୍ଡରେ ବାଡ଼େଇଛନ୍ତି। କଟିଛି ଏଇଠି ସେ ରୋଡ଼, ସେ ବଳଦରପୁର ପାଖାପାଖି। କ'ଣ ତାକୁ ଉଚିତ ନ୍ୟାୟ ପାଇଁ ଆଉ କ'ଣ, ଯେଉଁମାନେ ତାକୁ ବାଡ଼େଇଛନ୍ତି ସେଇମାନେ ଉଚିତ ନ୍ୟାୟ ଦିଅନ୍ତୁ। ଥାନାବାଲାଙ୍କୁ କେସ୍ ଦିଅ, ସେଇ ଥାନାବାଲା ହିଁ ତାକୁ ଉଚିତ ନ୍ୟାୟ ଦିଅନ୍ତୁ। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଏହି ଘଟଣାରେ ଡେରାବେସ୍ ପୋଲିସ 2 ଜଣଙ୍କୁ ଅଟକ ରଖିଛି। ତେବେ ମୃତ ଅମରଜିତ ତାଙ୍କ ପିତା ମାତାଙ୍କର ଏକମାତ୍ର ସନ୍ତାନ ଥିଲେ।
केन्द्रापड़ार एक रेसिडेंशियल कॉलेजरू से युक्त 2 पास करिसेंती। युक्त 3 पढ़िबा पई से कोनोसी एक कॉलेज रे नाम लेखाइबा पई प्रस्तुत होउथिले। गोटे 10 एज पिला 17-18 वर्षर पिला पाठ पढ़ुवा पिला आज सांगंकर माड़े मरी जाइछि मृत्युवरण करछि। एक पाकिस्तान आसी छुईची केन्द्रापड़ा को ये कौ दल बल निर्विशेष मुझे कहूनी जो भारतीय दल आज पाकिस्तान को तोड़ी देछि से मान डरिक रही। पाकिस्तान केन्द्रापड़ा जिलार आज उभा होती सन्त्रासवादी भली सांग मैंने पिटिकी मारिदे रोड रे निश्चित प्रकार होती। कारण जी आम अंचलिक लोक आम समाजसेवी जी आम पाखे रिपोर्ट अच्छी पुलिस किसी लोक पिला उठे नहीं से कौन पर मरी कहीं मरा जा किए मारी एक संवेदनशील प्रश्न केन्द्रापड़ा जिलापाल निवेदन करी एसपी की निवेदन करी ए आईआईसी हरिका जो अच्छी मुझे ये करना कारण चांदारे अच्छा जी रात गोटे पुलिस प्रशासन रात जे बाली माटी चोरी करे से पुलिस नहीं पिला पूरा गंभीरतार सकार एसपी की कहूँ से कुंभकर्ण निद्रा सही केन्द्रापड़ा जिला प्रशासन ठीक नहीं। जिलापाल निवेदन करी ए घटनार तदंत विधिवत करी अन्याय जो मैंने उपयुक्त शास्ति देवा दाबी करुच्ची। कारण ता माँ को पुओ फेरई पारे आउ तार उपयुक्त पैसा देवे जा माँ कोड़ गोटे बेली पुओ आज कूल शून्य कर पलि जाइए अंचल मुझे दाबी कर समाजसेवी हिसाब से उपयुक्त दाबी देवे तार क्षतिपूरण देवे कारण पुओ आ माँ पाइबनी। ए अंचल आज कांदुची प्राय 24 घंटा है दीर्घ 3-4 पंचायत उपवास अच्छा ये जो पुलिस जहाँ उठे नहीं एक छोट छोट पिला से मैंने क्राइम करती ताले पुलिस मात्र 3 किलोमीटर ये तरजंगा गाँव दिलाबिसी थाना से कुंभकर्ण जिला शोची कौन प्रशासन केवल अपराध को नियंत्रण करने जो व्यवस्था जो कड़ीर तैयारी जो विधि व्यवस्था अच्छी उल्लंघन करी से केवल चांदा आ केवल माटी बाली चोरी कर मातिचंती किंतु प्रशासन पूरा ये हुगुड़ा अच्छे मु कौन दल को कहूनी मु कौन दलीय लोक नुहे पूरा तदंत हो। ये छुआ को घर को फोन करके छुआ को डकई डकई नहीं माल फाल पी माल पी नहीं बाटर एक्सीडेंट जदि होती मेडिकल रिपोर्ट कौन एक्सीडेंट होती तार गाड़ी किसी है बॉडर अन्य कौन पार्ट भी किसी खराब मुंड को आघात लगे जोर जोर तदंत हो जमी पिलाटा को न्याय मिल कौन तांकर भीतर कथा थब आम तो जानू से आम बहुत जूनियर सी भी जो दिन मेडिकल आम छतार एडमिशन होगा गला मुझे दिन गोटे पेसेंट नहीं जाइए छता को सेठी भी मुझे देखी से भी मानने गुंडीचा दिन मो साथ पुरी भी आईला आम पुरी आइला बेले गोटे ट्रेन में गोटे चोर को धरती ये टोका ही धरता ये टोका ही मो सांगे पिला पाठ पढ़ुला समस्त आखबार जान भल पिलाटी सांगे तो थे 3-4 जन कौन थे शुणा पाऊँ तो सब घर डाक फोन कर फोन रेकर्डिंग जना पड़ो कौन हो कौन ना। केन्द्रापड़ारू मलय साहू रिपोर्ट खबर ओडिशा।